ଆମେ ତ ଭୟଭୀତ ନୁହଁ। ଦୁର୍ବଳ ଲୋକ ଯେ ଭୟ କରେ, ଆମେ ତ ଦୁର୍ବଳ ନୁହଁ। ତେଣୁ ଆମେ ଦୃଢ ଏବଂ ଆମେ ପୂର୍ଣ୍ଣ ଭାବରେ ଆଶ୍ୱସ୍ତ ଯେ ଆମର କୌଣସି ଅସୁବିଧା ନାହିଁ। ଆଉ କଂଗ୍ରେସ ଦଳ ତାର ବିଧାୟକ ମାନଙ୍କୁ କାହିଁକି ନେଲା ସେ ସଂକ୍ରାନ୍ତରେ କଂଗ୍ରେସ ଦଳର ନେତା କହିବେ। ତେଣୁ ସମସ୍ତେ ଚାହାନ୍ତି, ଗୋଟିଏ କଥା ତ ସତ୍ୟ, ଆପଣ ସ୍ୱୟଂ ନବୀନ ବାବୁଙ୍କ ମୁଖରୁ ଶୁଣିଛନ୍ତି ଏବଂ ଆଜି ମଧ୍ୟ ପରୋକ୍ଷରେ ଦେଖିଲେ କାହିଁକି ଗଲେ। ବିଭିନ୍ନ ଚାପ ସୃଷ୍ଟି କରାଯାଉଥିବା ଅନୁଭବ କରିବାରୁ ଦଳ ନିଷ୍ପତ୍ତି କଲା ତାଙ୍କୁ ସ୍ଥାନାନ୍ତର କରିବା ପାଇଁ, ନିର୍ବାଚନ ପୂର୍ବରୁ ଫେରି ଆସିବେ। କିନ୍ତୁ ଏହା ସତ୍ୟ ଯେ ଘୋଡା ବେପାର ପାଇଁ ଉଦ୍ୟମ କରାଯାଉଛି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଇଟା ଗଣତନ୍ତ୍ର, ଅପୋଜିସନ ଯଥେଷ୍ଟ ସ୍ଥାନ ଅଛି, ସ୍ପେସ୍ ଫର ଅପୋଜିସନ। ଆମର we have the number, we are fighting. You do not have the number, you are fighting. That means what? ବିଜେଡି ଆମ୍ଭ କାହିଁ ଆସିବ? ଜାଣିଛନ୍ତି ମାନେ ଯାହା କଲେ ବି ହବାର ନାହିଁ। ନଛୋଡ଼ ବନ୍ଦା ଦଳ ପ୍ରତି ଅନୁଗତ 100%, ରବିନାଙ୍କ ପ୍ରତି ଅନୁଗତ 100%, ତାଙ୍କୁ ଆଜି କାହିଁ ସମୟ ନଷ୍ଟ କରିବେ? They will be wasting time. I appreciate the wisdom. They have not approached any BJD MLA. He speak about the man who is in BJD. He is no more in BJD. He was till day before yesterday. But today he is in BJP, against whom we are fighting. So why should you comment upon the man who is not in the party and who is in the party which is against the BJD?